ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ ମହାବିଶ୍ୱ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହା ସାଧାରଣତଃ ଏପ୍ରିଲ 14 ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ବର୍ଷ ଆରମ୍ଭ ହୋଇଥିବାରୁ ଓଡ଼ିଆ ପରିବାର ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପଣା ଭୋଗ କରାଯାଏ। ଓଡ଼ିଆ ପରମ୍ପରା ଏହି ଦିନକୁ ପ୍ରତିଟି ଓଡ଼ିଆ ପାଳନ କରିଥାଏ। ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧୀରେ ଧୀରେ ପାଣି ଝରେ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ଏହି ଦିନରେ ପବିତ୍ର ଝାମୁ ବ୍ରତର ଉଦ୍ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ଏହି ବ୍ରତ ଶେଷ ଦିନ ବ୍ରତଧାରୀ କଣ୍ଟା ଓ ନିଆଁରେ ଚାଲନ୍ତି। ଏହାକୁ ଝାମୁ ଓ ପାଟୁଆ ଯାତ୍ରା ମଧ୍ୟ କୁହାଯାଏ। ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି। ଭଗବାନ ହନୁମାନଙ୍କର ଜନ୍ମଦିନ ଅର୍ଥାତ୍ ହନୁମାନ ଜୟନ୍ତୀ ଭାବେ ମଧ୍ୟ ଆଜିର ଦିନ ପାଳନ କରାଯାଏ। ହନୁମାନ ଜୟନ୍ତୀ ଏକ ହିନ୍ଦୁ ଧାର୍ମିକ ପର୍ବ। ଭାରତ ଓ ନେପାଳରେ ମୁଖ୍ୟତଃ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣଙ୍କୁ ସ୍ୱାଗତ କରୁଛି ମୋର ଏଇ ଚ୍ୟାନେଲରେ। ଆଉ ଆପଣମାନେ ଶୁଣିଲେ ଏଇ 1 ମିନିଟ୍ର ଭିଡ଼ିଓଟାକୁ, ଆପଣମାନେ ଜାଣିଲେ ଆପଣ କେମିତି ଲାଗିଲା ଆଜିର ଏଇ ଭିଡ଼ିଓଟା। କାରଣ ମୁଁ ଆପଣମାନଙ୍କୁ କହିଲି ଆପଣମାନଙ୍କୁ ଆଜି କାହିଁକି ପାଳନ କରାଯାଏ, କ'ଣ ପାଇଁ ପାଳନ କରାଯାଏ, ଓଡ଼ିଆ ନବବର୍ଷ କ'ଣ, ଆଉ ହନୁମାନ ଜୟନ୍ତୀ ତା ସହିତ କେମିତି ଯୋଡ଼ିଲା କ'ଣ, ଆପଣମାନେ ତ ସବୁ କିଛି ଶୁଣିଲେ। ଆଉ ମୋର ଏଇ ଛୋଟ ପ୍ରୟାସଟା କେମିତି ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ କେମିତି କଲେ ଭଲ ହେବ। ପ୍ରତିବର୍ଷ ଏମିତି ଆସେ ପଣା ସଂକ୍ରାନ୍ତି, ସମସ୍ତ ମନରେ ଖୁସି ଆନନ୍ଦ ଭରିଦିଏ। ଆଉ ଆଜି ସବୁ କ'ଣ କ'ଣ ହେଉଛି ଆମ ଓଡ଼ିଆ ଘରେ ପରମ୍ପରାରେ, କାରଣ ଓଡ଼ିଆ ପାଇଁ ପଣା ସଂକ୍ରାନ୍ତି ବହୁତ ଖାସ୍ ଥାଏ। ଚାଲନ୍ତୁ ଆଜି କ'ଣ କ'ଣ ସବୁ ବ୍ୟବସ୍ଥା ହେଉଛି ମୁଁ ଆପଣଙ୍କୁ ସବୁ କିଛି ଜଣାଇବି ଭିଡ଼ିଓ ମାଧ୍ୟମରେ। ପ୍ରଥମେ ଆମର ଚାଲନ୍ତୁ ସିଦ୍ଧେଶ୍ୱର ମନ୍ଦିର ଯିବା। ଦେଖନ୍ତୁ ମୁଁ ପ୍ରଭୁ ଦର୍ଶନ କରିକି ଆସିଲି ଆମ ସିଦ୍ଧେଶ୍ୱର ମନ୍ଦିର। ଆସୁ ଆସୁ ଆମ କ୍ଲବ୍ ଘରଟି ପହଞ୍ଚିଲା, ସନ୍ତ ଦେଖା ହେଲା ଆମର। ଗୁଡ୍ ମର୍ଣ୍ଣିଂ। ତ କ'ଣ ହେଉଛି କ୍ଲବ୍ ଘରେ ଆପଣଙ୍କୁ ସବୁ କିଛି ଦେଖ। ଆମର ବସିଛି ଜୀବନ, କ'ଣ ଚାଲିଛି ଆଜି। ତ ଯେତେ ଜିନିଷ ଦେଖନ୍ତୁ, ଏତେ ସବୁ ଫଳମୂଳି ସବୁ ଆଣିଛି, ଜୀବନ ଆଣିଛି। କ୍ଲବ୍ ଘରକୁ ବର୍ତ୍ତମାନ ଆସିଛି। କେତେ କଦଳୀ ଆସିଛି। ଗୁଡ଼ କେତେ କିଲୋ ଅଛି ଭାଇ? 1200 ଲୋକ ଆଜି ପଣା ପିଇବା ଆମ ଏଇ କ୍ଲବ୍ ଘରେ। ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ, ଆଉ ଆଜି ହେଲା ପଣା ସଂକ୍ରାନ୍ତି। ଏଇ ପଣା ସଂକ୍ରାନ୍ତି ଯଦି ପଣା ନ ପିଇବେ ଆଉ କ'ଣ ପିଇବେ। ପଣା ତ ହିଁ ଫେମସ୍, ଆମ ଓଡ଼ିଆର ପର୍ବ, ଆମ ଓଡ଼ିଶାର କଥା। ଆମ ଓଡ଼ିଆ ଲୋକଙ୍କର ପ୍ରିୟ ହେଲା ପଣା। ଏଇ ଖରାଦିନେ ପଣା ଟିକେ ପିଇଦେଲେ ପେଟ ଶାନ୍ତି, ମନ ଶାନ୍ତି, ଦେହ ମଧ୍ୟ ଶାନ୍ତି। ଗଛରେ ହେଇଯାଇଛି ଅଲରେଡ଼ି ଦେଖ। ଆଜି ସଂକ୍ରାନ୍ତିଟାରେ ପଣସ ମଧ୍ୟ ବଡ଼ ବଡ଼ ହେଇଯାଏ। ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ କେତେ ଛୋଟ ଛୋଟ ଥିଲା, କିନ୍ତୁ ଏବେ ଦେଖନ୍ତୁ ଟିକେ ବଡ଼ ହେଇଗଲେ। ଆଉ କିଛି ଦିନ ଗଲେ ଆମର ନିଜ ଗଛରେ ଗୋଟେ ପଣସ ଥିବ, କୌଣସି ଫଳ ପରିବା ଥିବ, ସେଇଟା ତା'ର ଗୋଟେ ସୁକୁନ ଅଲଗା ପ୍ରକାର ଥାଏ। ତ ସେଇ ସୁକୁନଟା ମୁଁ ଫିଲ୍ କରୁଛି, କାରଣ ଏଇଟା ଆମେ ଲଗେଇନୁ, ଜେଜେ ମା ଆମର ଲଗେଇଥିଲେ ଗଛ, ଯାହାଫଳରେ ଆମେ ଆଜି ଏଇଟାକୁ ଇଏ କରୁଛୁ, ଉପଭୋଗ କରୁଛୁ। ଦେଖନ୍ତୁ ହେଇଛି, ବହୁତ ହେଇଛି।
ସକାଳୁ ସକାଳୁ ଦେଖନ୍ତୁ କଦଳୀ କ୍ଷୀର ଗୁଡ଼ ତା ସହିତ ଚକୁଳି ପିଠା ସବୁଟା ବେଷ୍ଟ ଖାଦ୍ୟ। ଏ ଖାଦ୍ୟ ଖାଇକି ଆରମ୍ଭ କରିବା ଆଜି ସକାଳଟା। ଘରେ ତ ଏବେ ହୋମ ଥିଲା, ହୋମ ସରିଗଲା। ଘରେ ହୁଏ ପ୍ରତି ସଂକ୍ରାନ୍ତିରେ ଏମିତି ହୁଏ, ନର୍ମାଲି ହେଇଗଲା। ବର୍ତ୍ତମାନ ଏତେ ଜୋରେ ଖରା ହେଉଛି ବିଶ୍ୱାସ କରନ୍ତୁ। ତ ଚାଲନ୍ତୁ ଯିବା। ଏବେ ଦିନ 10ଟା ବାଜିଛି। ଆଉ ଆମ କ୍ଲବ୍ ଘରଟି କ'ଣ ସବୁ ହେଉଛି, ପଣା ମଣ୍ଟା କେତେ ବାଟ ଗଲେଣି କ'ଣ ଗଲେଣି, ତ ଚାଲନ୍ତୁ ଯିବା ଦେଖିବା। ଏଇଟା କୋଉ ପାଣି? ଗୁଡ଼ ପାଣି। ପାଣି ଦବ ବର୍ତ୍ତମାନ ଦେଖନ୍ତୁ ଆମର ପଣା ରେଡ଼ି ଗଲେ ସିଦ୍ଧେଶ୍ୱର ୟୁଥ୍ କ୍ଲବ୍ ତରଫରୁ ପଣା ବଣ୍ଟନ ହେବ। ଯେଉଁ ଖରା ହେଉଛି ସେ ଖରାକୁ ଦୃଷ୍ଟିରେ ରଖି ଆଜି ପଣା ସଂକ୍ରାନ୍ତିରେ ପଣା ହିଁ ସମସ୍ତେ ପିଇବେ। ବଢ଼ିଆ ହେଇଛି ପଣା। ସେ ଖରାରେ ପଣାଟା ମସ୍ତ ବରଫଟା ପଡ଼ୁଛି, ବହୁତ ବଢ଼ିଆ ଲାଗୁଛି। ହେଲା ଆପଣମାନେ ଦେଖିଲେ, ମୁଁ ମଧ୍ୟ ତା ସହିତ ସାମିଲ ଥିଲି। ଏବେ ମଧ୍ୟ ଚାଲିଛି ପଣା ମଣ୍ଟା, ଏବେ ମଧ୍ୟ ଚାଲିଛି। ଏବେ ଦିନ 1 ବାଜିଲାଣି। ତ ଚାଲନ୍ତୁ, ବହୁତ ଜୋରେ ଖରା ହେଲେ ଗରମ ଆପଣ ଦେଖୁଥିବେ କେତେ ଜୋରେ ଝାଳ ବାହାରୁଛି। ତ ଏବେ ଟିକେ ଘରେ ରେଷ୍ଟ ନେଉ, ତାପରେ କୁଆଡ଼େ ଯାଉଛି କ'ଣ କରୁଛି ସବୁକିଛି ଆପଣ ଦେଖିବେ। ଏବେ ସମୟ ହେଲାଣି ସନ୍ଧ୍ୟା 6ଟା ବାଜିଲାଣି। ଆଉ 6ଟାରୁ ଅନ୍ଧାର ପଡ଼ି ଆସିଲାଣି। ଆଉ ଆମର ଚଉରା ମୂଳେ ଆପଣ ଜାଣିଥିବେ, ଯେଉଁ କହୁଥିଲି ଆମର ପଣା ମଧ୍ୟ ଦିଆ ସରିଲାଣି, ବହୁତ ଦେଇ ସାରିଲେଣି। ତାପରେ ଏବେ ସମୟ ହେଲା ଆମ ଘରେ ଯେଉଁ ପଣାଟା ହେଇଛି ସେଇଟା ଆମେ ସମସ୍ତେ ଟେଷ୍ଟ କରିବା, କାରଣ ଦିନ ସାରା ଦିନରେ ପଣା ପିଇଥିଲି, ଏବେ ମଧ୍ୟ ପଣା। ଆଉ ମନ୍ଦିରକୁ ପରେ କିଛି ସମୟ ପରେ ଯିବି, ସେଠି ମଧ୍ୟ ପଣା ଅଛି। ପଣା ସଂକ୍ରାନ୍ତିରେ ପଣା ହେଇଛି। ତ ବୋଉ ଦେଖନ୍ତୁ ଦେଲା ମୋତେ ପଣା ଟିକେ ପିଇବା ପାଇଁ। ପଣା ପିଇଲା ବସେଇଛ ତ ମନ୍ଦିରକୁ ଯିବା ପରେ ମିଠା ଲାଗୁଛି। ହଁ, ମିଠା ଲାଗୁଛି। ବାପାଙ୍କୁ ଦେଲୁନୁ? ବାପା କ'ଣ କହିଲେ, ମୁଁ ରାତିରେ ପିଇବି, ଶୋଇବି, ଆଉ କିଛି ଖାଇବିନି। ରେଡ଼ି। ଏବେ ହେଇଛି ସନ୍ଧ୍ୟା 6:30 ବାଜିଲାଣି। ଆଉ ମୁଁ ଆମର ସିଦ୍ଧେଶ୍ୱର ମନ୍ଦିରରେ ଆସି ପହଞ୍ଚିଛି। ଏଠି ଟିକେ ଆରତି ହେଲା। ଆରତି ହେଲା ପରେ ଆମର ସଂକ୍ରାନ୍ତି, ପ୍ରତି ସଂକ୍ରାନ୍ତିକି ଆମର ମେମ୍ବର୍ସ ଯେଉଁମାନେ ଅଛନ୍ତି ତାଙ୍କ ତରଫରୁ ପ୍ରତି ମାସରେ ଯେଉଁ ସଂକ୍ରାନ୍ତି ପଡ଼େ ଆମ ଭାଇମାନେ ମିଶିକି ଗୋଟେ ଆୟୋଜନ କରୁ। ଏଠି ଅରୁଆ ଭାତ ଡାଲମା ହୁଏ, ଟିକେ ବସି ଖାଇବୁ। ଆଉ ବର୍ଷ ସାରା ମିଟିଂ ଥାଏ, କ'ଣ ହେଲା, ଆଗକୁ କ'ଣ ହେବ, ଆଗକୁ କ'ଣ ନ ହେବ, କ'ଣ କାମ ହେବ, ସେ ବିଷୟରେ ସବୁ କଥାବାର୍ତ୍ତା କରିବୁ। ତ ଚାଲନ୍ତୁ, ଆମର ସବୁ ମୁଁ ତ ଆସି ପହଞ୍ଚିଗଲି, ଭାଇମାନେ ଆମର ସବୁ ଆସି ପହଞ୍ଚିଗଲି। କ'ଣ କ'ଣ ହେଉଛି ମୁଁ ମନ୍ଦିରଠି ଆରମ୍ଭ ହେଲା। ଏବେ ପଣା ଘରେ ପଣା ପିଇଥିଲି 6:30, ଏବେ 7:30 ହେଲେ 8ଟା ବାଜିଲାଣି। ପଣା ପୁଣି ଆରମ୍ଭ ହେଇଯିବ। ରେଡ଼ି। ଶିବ ଯାହା ରୋଷେଇ କରୁଛି, ହେଲେ ମୁଁ କରିବି ରୋଷେଇ। କ'ଣ ହେଉଛି ନା କ୍ଷୀରି ତ ମୁଁ ଟିକେ ରାନ୍ଧିଦେବି। ନାଇଁ ଧର ପଣା ପିଇବି। ନହେଲେ ଇଏ ପୁରୁଣା ଆଣିଲା। ଭାତ ଛଣା ହେଲେ
ସୁଗାର ଫ୍ରି ଗୁଡ଼ ଆଇଲାନି ଚନ୍ଦକାରୁ ସୁଗାର ଫ୍ରି ଗୁଡ଼ ବି ଅଛି। ଆପଣ 9 ଗ୍ଲାସ କେବଳ ପିଇଲେ ସକାଳେ ପିଇଥିଲେ କ୍ଲବଟି କରିଥିଲେ ଘରେ ସନ୍ଧ୍ୟାବେଳେ ପିଇଲେ ପୁଣି ଏଠି ଖଟା ଲାଗୁଛି ଚଳେ। ହେଇଗଲାଣି ବା ଆଉ ତ ବର୍ତ୍ତମାନ ମୋ ସହିତ ସୁରେଶ ଭାଇ ଭଞ୍ଜ ଭାଇ କାହ୍ନା ସବୁ ଏଥର ଯୋଡି ହେଇଗଲେ। ତ ଚାଲନ୍ତୁ ବୁଲିବା ରାତିରେ ଆଜି ସଂକ୍ରାନ୍ତିରେ ନାଇଟ୍ ରାଇଡ୍ ଯୋଉ କରୁନା ସେଇଥିରେ ଚାଲୁ। ଚାଲ କୁଆଡେ ଯିବା ନାଇଁ ନାଇଁ ଗଲେ ତ ସୁରେଶ। ତ ବର୍ତ୍ତମାନ ଆମେ ବସିଗଲୁ ଖାଇବା ପାଇଁ। ଏଠି ଭଞ୍ଜ ଭାଇ ସୁରେଶ ଭାଇ ସ୍ମୃତି ସାର୍ ଏପଟେ ମୁଁ ସେପଟେ କାହ୍ନା ମୋ ପାଖରେ ଦେଖନ୍ତୁ ବସିଛି ଆଉ ସମସ୍ତେ ଭାଇମାନେ ମଧ୍ୟ ବସିଗଲେଣି। କାହ୍ନା ବସିଛି ତ ଏଥର ବସି ଖାଇଦେବା ତାପରେ ଆଗକୁ ବଢ଼ିବା ହେଲା। ତ ଆପଣମାନେ ଦେଖିଲେ ମୁଁ ମନ୍ଦିର ଯାଇଥିଲି ସନ୍ଧ୍ୟାବେଳ 7ଟା 7:30 ଯାଇଥିଲି। ଏବେ ଟାଇମ୍ ହେଲାଣି 10:30। ମୁଁ ଆସି ଘରେ ପହଞ୍ଚିଲି ମନ୍ଦିରଟି ପ୍ରସାଦ ଟିକେ ପାଇକି ଆସିଲି। ଆସିଲା ପରେ ଟିକେ ଭାବୁଛି ଏଡ଼ିଟିଂ କରି ଭିଡ଼ିଓ ତ ଆଉ କିଛି ନାହିଁ ଏଡ଼ିଟିଂ କରି ଶୋଇବି। ଖେଳ ଦେଖିଥିଲି ଆଇପିଏଲ୍ ତ ଚାଲିଛି ତାର ମୁଁ ଆଉ ଦେଖିବାକୁ ଇଣ୍ଟରେଷ୍ଟ ନାହିଁ। ତ ଆଜିର ଭିଡ଼ିଓଟା କେମିତି ଲାଗିଲା କହିବେ କାରଣ ଆପଣ ଦେଖିଦେବେ ସକାଳୁ ସନ୍ଧ୍ୟା ଯାଏ ମୁଁ ଦେଖେଇଛି। ଦିନରେ ଦେଖେଇନି କ'ଣ କି ଦିନରେ ଯେଉଁ ଖରା ହେଉଥିଲା ସେ ଖରା ରେଷ୍ଟ ନେଇଯାଇଥିଲି ଘରେ ଟିକେ ଆଉ କୁଆଡ଼େ ଯାଇପାରିନଥିଲି। ଆମ ଗାଁରେ ହେଉଥିଲା ବହୁତ ଜାଗାରେ ହେଉଥିଲା ଆଜି ପୂଜା ପଣା ହେଇଥିଲା ଆଉ ସବୁବେଳେ ଯାଇ ହେଲାନି। ଯେତିକି ଯାହା ମୁଁ ଯେଉଁଠିକି ଯାଇଛି ସେଇ ଜାଗା ହିଁ ଦେଖେଇଛି ଆଉ କେଉଁଠି ଦେଖେଇ ପାରିଲିନି ସରି। ତ ଚାଲନ୍ତୁ ଭିଡ଼ିଓକୁ ଏଇଠି ରଖିବା। ତ ଭିଡ଼ିଓଟା ଯଦି ଭଲ ଲାଗିଛି ଥରେ ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ଥ୍ୟାଙ୍କ ୟୁ ସୋ ମଚ୍। ଆମେ ନେକ୍ସଟ ଭିଡ଼ିଓ ଦେଖା ହେବା। ଜୟ ଜଗନ୍ନାଥ।